ବନ୍ଦେ ଉତ୍କଳ ଜନନୀ ଜୟ ଜଗନ୍ନାଥ। ଏନ୍କେପି ଓଡ଼ିଆ ଜ୍ଞାନ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ପବିତ୍ର ପହିଲି ରଜ ଅବସରରେ ମୁଁ ଓଡ଼ିଆ ନାଟକର ବିକାଶ ଧାରା ଉପରେ ଭିଡ଼ିଓଟି ବନାଇବାକୁ ଯାଉଛି। ସମସ୍ତଙ୍କୁ ରଜ ଅଭିନନ୍ଦନ। ଆଶା କରୁଛି ସମସ୍ତେ କରୋନା ମହାମାରୀ ସମୟରେ ବର୍ତ୍ତମାନ ଚାଲିଛି, ଫିର୍ ବି ଆପଣ ସମସ୍ତେ ଘରେ ଭଲରେ ଥିବେ ଆଉ ଭଲରେ ପାଠ ପଢ଼ନ୍ତୁ ଅନଲାଇନ୍ ମାଧ୍ୟମରେ। ଯେହେତୁ ବର୍ତ୍ତମାନ ଅଫଲାଇନ୍ ପାଠ ପଢ଼ିବାର କୌଣସି ସୁବିଧା ନାହିଁ, ତେଣୁ ଆପଣ ଘରେ ରହି ଭଲରେ ପାଠ ପଢ଼ନ୍ତୁ। ତ ଦେଖନ୍ତୁ, ଆଜି ଆମେ ଓଡ଼ିଆ ନାଟକର ବିକାଶ ଧାରା ଉପରେ ପଢ଼ିବା। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଶେଷ ପର୍ଯ୍ୟନ୍ତ ଦେଖିବେ। ଆପଣ ଓଡ଼ିଆ ନାଟକର ବିକାଶ ଧାରା କେମିତି ହେଇଛି ସମ୍ପୂର୍ଣ୍ଣ ରୂପେ ଜାଣିପାରିବେ। ମୁଁ ଏହା ପ୍ରତିଶ୍ରୁତି ଦେଉଛି ଯେ ଏହି ଭିଡ଼ିଓ ଦେଖି ସାରିଲା ପରେ ଆପଣ ଯଦି ଓଡ଼ିଆ ନାଟକ ଉପରେ କୌଣସି ଜିନିଷ ବୁଝିପାରିଲେ ନାହିଁ, ତାହେଲେ କମେଣ୍ଟ ବକ୍ସରେ ଜଣାଇବେ। ମୋ ଆଶା ଅଛି ଯେତିକି ପରିଶ୍ରମ କରି ମୁଁ ଏ ଭିଡ଼ିଓଟା ବନାଉଛି, ଆପଣ ଓଡ଼ିଆ ନାଟକ ସାହିତ୍ୟ ଉପରେ ସମ୍ପୂର୍ଣ୍ଣ ରୂପେ ବୁଝିପାରିବେ। ତ ଧୈର୍ଯ୍ୟ ସହିତ ଯେଉଁ 25-30 ମିନିଟ୍ର ଭିଡ଼ିଓଟା ହେବ, ଆପଣ ଶେଷ ପର୍ଯ୍ୟନ୍ତ ଦେଖିବେ। ଥରେ ଦେଖିଦେଲା ମାତ୍ରେ ଆପଣ ଓଡ଼ିଆ ନାଟ୍ୟ ସାହିତ୍ୟର ଯେଉଁ ଇତିହାସଟା ଆପଣଙ୍କ ମାନସ ପଟରେ ଛାପି ହେଇଯିବ। ସେଇଥିପାଇଁ ମୁଁ କହୁଛି ଭିଡ଼ିଓଟା ଶେଷ ପର୍ଯ୍ୟନ୍ତ ଦେଖିବେ। ଏହାର ବିକାଶ ଧାରା କେମିତି ହେଉଛି ଦେଖନ୍ତୁ। ତ ଲିଟରେଚର ଦ୍ୟାଟ୍ ୱାର୍କସ୍, ସାହିତ୍ୟ ଯିଏ ଚଳମାନ, ତାହାକୁ ଆମେ ନାଟକ କୁହାଯାଏ। ମାନେ ସାହିତ୍ୟର ପ୍ରତିଟି ବିଭାଗ ଚଳମାନ ନୁହଁ, କିନ୍ତୁ ନାଟକ ହେଉଛି ଚଳମାନ। ତା ପ୍ରଦର୍ଶନମୁଖୀ କଳା, ତାହା ଦୃଶ୍ୟ କାବ୍ୟ ମଧ୍ୟ କୁହାଯାଉଛି। ତ ଆମ ଓଡ଼ିଆ ସାହିତ୍ୟ 1877ରୁ 1950, 1950ରୁ 2020 ଏମିତି ବିଭାଗ ମୁଁ କରୁଛି ଦେଖ। ତ 1877ରୁ 1950 ପର୍ଯ୍ୟନ୍ତ ଯେଉଁ 83 ବର୍ଷ ଏବଂ 1950ରୁ 2020 ପର୍ଯ୍ୟନ୍ତ ଯେଉଁ 70 ବର୍ଷ, ଟୋଟାଲ୍ ମିଶିକି ଆମର ହେଉଛି 153 ବର୍ଷ ଯେଉଁ ହେଉଛି ବର୍ତ୍ତମାନ ନାଟକ। ଆଜି ହେଉଛି 2020 ମସିହା। ଆଜି ପର୍ଯ୍ୟନ୍ତ ଯେଉଁ ନାଟକ ଗତି କରୁଛି, ତା'ର ଆମେ ଗୋଟେ କ'ଣ ଟେକ୍ନିକ୍ରେ ଆମେ କେମିତି ଓଡ଼ିଆ ନାଟ୍ୟ ସାହିତ୍ୟରେ କେମିତି ମନେ ରଖିବା, ପୁରା ଯେଉଁଠି ପଚାରନ୍ତୁ, ଯେମିତି ପଚାରନ୍ତୁ, ଆପଣ ଯଦି କନସେପ୍ଟ କ୍ଲିୟର ହେଇଯିବେ ଯେ ଓଡ଼ିଆ ନାଟ୍ୟ ସାହିତ୍ୟ ଏଇଭଳିଆ ବିକାଶ ଧାରା, ଏଇଭଳିଆ ବିକାଶ କରୁଛି, ଏମିତି ତା'ର ରୂପ କାନ୍ତି, ତା'ର ଧାରା ଏମିତି ପରିବର୍ତ୍ତନ କରୁଛି, ତ ଆପଣ ସହଜରେ ମନେ ରଖିପାରିବେ ଏଇ କେଉଁ ନାଟ୍ୟକାର କେଉଁ ମଧ୍ୟରେ ଆସୁଛି, କେଉଁ ନାଟକ କେତେବେଳେ ପ୍ରକାଶିତ ହେଉଛି, କେତେବେଳେ ଅଭିନୀତ ହେଉଛି, ଆପଣ ସେଇଟା ସହଜରେ ମନେ ରଖିବେ। ତ ଆଉ ବିଳମ୍ବ ନ କରି ଚାଲନ୍ତୁ ଦେଖିବା। ଭିଡ଼ିଓଟିକୁ ଦୟାକରି ଦେଖିକି ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଚ୍ୟାନେଲକୁ ଯଦି ଆପଣ ନୂଆ ଅଛନ୍ତି, ଯଦ୍ୱାରା କି ଆମକୁ ଉତ୍ସାହିତ ମିଳିବ ଯେ ମୁଁ ପରବର୍ତ୍ତୀ ଭିଡ଼ିଓ ଭଲ ଭାବରେ କରିବି। କାରଣ ମୁଁ ଏଇଟା ଏଜୁକେସନାଲ୍ ଭିଡ଼ିଓ ବନାଉଛି, ନୁହଁ କି ମୁଁ ରୋମାଣ୍ଟିକ୍ ଗୀତ ଦେଇକି ତୁମର ଏଣ୍ଟରଟେନମେଣ୍ଟ ପାଇଁ ବନେଇବି। ଏଇଟା ସମସ୍ତେ ଦେଖିବେ, ଛୋଟରୁ ବଡ଼, ମୂର୍ଖରୁ ପଣ୍ଡିତ ସମସ୍ତେ ଦେଖିବେ, ତାଙ୍କ ଏଣ୍ଟରଟେନମେଣ୍ଟ ବାସ୍। ଏଇଟା ଏଣ୍ଟରଟେନମେଣ୍ଟ ଭିଡ଼ିଓ ନୁହଁ, ଯେହେତୁ ଏଇଟା ଏଜୁକେସନାଲ୍ ଭିଡ଼ିଓ, ପର୍ଟିକୁଲାର ଓଡ଼ିଆ ସବଜେକ୍ଟ ଉପରେ। ତ ଓଡ଼ିଆ ଛାତ୍ରଛାତ୍ରୀମାନେ ହିଁ ଦେଖିବେ, ତ ବହୁତ ଲିମିଟେଡ଼ ଦେଖିବେ। ମୁଁ ଗୁଡ଼ା କହୁନି ଯେ ତୁମେ ଭିଉ ବଢ଼େଇକି ବାସ୍ ଦେଖିଦିଅ, ଲାଇକ୍ କରିଦିଅ, କାମ ସରିଲା। ନା, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖ, ତୁମର ଉପାଦେୟ ଭିଡ଼ିଓ। କାରଣ ଏଇ ଭିଡ଼ିଓ ଜଣେ ଛୋଟ ଲୋକ ଦେଖିବନି, ଯାହାର ଦରକାର ସେ ହିଁ ଦେଖିବ। ଜଣେ ପାଠଶାଠ ପଢ଼ୁଥିବା ଓଡ଼ିଆ ଛାତ୍ର ହିଁ ଦେଖିବ, ଅଲଗା ଡିପାର୍ଟମେଣ୍ଟର ଛୁଆ ବି ଦେଖିବେନି, ହେଲା। ସେଇଥିପାଇଁ ମୁଁ କହୁଛି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖ। ଭଲ ଲାଗିଲେ ସେୟାର, ଲାଇକ୍ କରନ୍ତୁ। ଭିଡ଼ିଓଟିକୁ ସେୟାର କର, ତାକି ଓଡ଼ିଶାର ସବୁ କୋଣ ଅନୁକୋଣରେ ଓଡ଼ିଆ ଅନର୍ସରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଭିଡ଼ିଓ ପାଇପାରିବେ, ସେମାନଙ୍କ କିଛି ଉପକୃତ ହେବ। ଆପଣ ସେୟାର କରିକି ଆଉ ଜଣଙ୍କୁ ସାହାଯ୍ୟ କରନ୍ତୁ ଏ କରୋନା ସମୟରେ। ତ ଦେଖ, ଯେ ସୁବୋଧ ପଟ୍ଟନାୟକ ନାଟ୍ୟଗ୍ରାମ ଆମ ସମସ୍ତେ ଜାଣିଛେ ଭୁବନେଶ୍ୱରରେ, ସେ ଗୋଟେ 20-21 ଏକରର ଗୋଟିଏ ଗଡ଼କିଆ ନାମ ଗୋଟେ ଜାଗାରେ ସେ ନାଟ୍ୟଗ୍ରାମ କରିକି ସେଠି ସେ ନାଟକ ଆମର ପରଫର୍ମାନ୍ସ କରୁଛନ୍ତି। ତ ସାଧାରଣ ଭାବେ କୁହାଯାଏ ଯେ ଆମର ବାବାଜୀ ହେଉଛି ପ୍ରଥମ ଓଡ଼ିଆ ନାଟକ। ଏହା ସମ୍ପୂର୍ଣ୍ଣ ରୂପେ ଭୁଲ। ବାବାଜୀ ପ୍ରଥମ ଓଡ଼ିଆ ନାଟକ ନୁହଁ। ଯଦି ଆମେ ବାବାଜୀକୁ ପ୍ରଥମ ଓଡ଼ିଆ ନାଟକ ବୋଲି କହୁଛେ, ତାହେଲେ ତା ପୂର୍ବରୁ ଆଉ ଓଡ଼ିଆ ନାଟକ ହିଁ ନାହିଁ, ସେମିତି ବୁଝିବାକୁ କହୁଛି। ତ ବାବାଜୀ ହେଉଛି ପ୍ରଥମ ଆଧୁନିକ ଓଡ଼ିଆ ନାଟକ, ହେଲା କି। ୟା ପୂର୍ବରୁ ଆମ ରଘୁନାଥ ପରିଛାଙ୍କର ଗୋପୀନାଥ ବଲ୍ଲଭ ନାଟକ ଅଛି 1868ରେ, କାଞ୍ଜରଣ ମିଶ୍ରଙ୍କର ପଦ୍ମାବତୀ ହରଣ ନାଟକ ଅଛି 1834ରେ, ହେଲା କି। ବାବାଜୀ ହେଉଛି ଆମର ପ୍ରଥମ ଆଧୁନିକ ଓଡ଼ିଆ ନାଟକ, କିନ୍ତୁ ବାବାଜୀ ପ୍ରଥମ ଓଡ଼ିଆ ନାଟକ ନୁହଁ।
ତ 1877ରେ ଆମର ବାବାଜୀ ନାଟକ ଏହା ପ୍ରଥମ ଆଧୁନିକ ଓଡ଼ିଆ ନାଟକ। ତ ଦେଖ ଏହା ପ୍ରଥମ ଆଧୁନିକ ଓଡ଼ିଆ ନାଟକ, ଏହା ପ୍ରଥମ ଓଡ଼ିଆ ନାଟକ ଆଧୁନିକତା ଯାହାକୁ କି ଆମେ ନବଜାଗରଣ କହୁ ତାହା ଏହି ନାଟକରେ ହେଉଛି। ତାପରେ ଦେଖ ବାବାଜୀ ଗୋଟେ ନାଟକ ଖାଲି ଆମେ ଗୋଟେ ପ୍ରଥମ ଓଡ଼ିଆ ନାଟକ ନୁହଁ ବା ପ୍ରଥମ ସାମାଜିକ ନାଟକ ନୁହଁ, ଏହି ନାଟକରେ ଯେଉଁ ରେନେସାଁର ପ୍ରଭାବ ଅଛି, ଆଧୁନିକତାର ପ୍ରଭାବ ଅଛି, ଯେଉଁ ଆଧୁନିକର ଯେଉଁ ମୁଖ୍ୟ ବୈଶିଷ୍ଟ୍ୟ କ'ଣ, ଯୁକ୍ତିନିଷ୍ଠତା, ଏଇଟା ଏଇ ନାଟକରେ ଭରପୁର ମାତ୍ରାରେ ଅଛି। ଆମେ ଖାଲି ଗୋଟେ ପଦରେ କହିଦେବା ନା ବାବାଜୀ ହେଉଛି ପ୍ରଥମ ଆଧୁନିକ ଓଡ଼ିଆ ନାଟକ, ଏହା ଗୋଟେ ସଂସ୍କାରମୂଳକ ନାଟକ, ଏ ନୁହଁ। ଏହା ଭିତରେ ପ୍ରଚୁର ମାତ୍ରାରେ ଆଧୁନିକତାର ମାନେ କ'ଣ ଉପାଦାନ ଭରପୁର ମାତ୍ରାରେ ଅଛି, ରେନେସାଁର ପ୍ରଭାବ ଅଛି। ନାଟକକୁ ଆମେ ଭଲସେ ଦେଖ, ସବୁବେଳେ କହି ରଖୁଛି ନାଟକ ପଢ଼ିଲା ବେଳେ ବା ସାହିତ୍ୟ ପଢ଼ିଲା ବେଳେ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ କରିକି ପଢ଼, ସେଟା ତୁମକୁ ବୁଝିବାକୁ ସରଳ ହେବ। ହେଲା, ବାବାଜୀକୁ କେବଳ ସଂସ୍କାରଧର୍ମୀ ଓଡ଼ିଆ ନାଟକ କହିଦେଲେ ଚଳିବ ନାହିଁ। ଏଇ ନାଟକରେ ଆମେ ନବଜାଗରଣର ଆଭାସ ପାଇବା, ସଂସ୍କାର ଅଛି, ନବଜାଗରଣ ଅଛି, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଅଛି, ଯୁକ୍ତିନିଷ୍ଠତା ଅଛି, ଯାହାକି ଆଧୁନିକତା ସବୁଠାରୁ ବଡ଼ ଉପାଦାନ। ସବୁଠାରୁ ଆନନ୍ଦର କଥା ହେଇଛି ଆମ ଓଡ଼ିଶା ବା ଆମ ଓଡ଼ିଆ ସାହିତ୍ୟର ସବୁଠାରୁ ପ୍ରଥମ ନାଟକ ଏକ ସାମାଜିକ ନାଟକ, ଯେଉଁଥିରେ କି ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଅଛି, ରେନେସାଁ ଦୃଷ୍ଟିଭଙ୍ଗୀ ଅଛି, ଯୁକ୍ତିନିଷ୍ଠତା ଅଛି, ସବୁକିଛି ୟା ଦେହରେ ପୂରି ଅଛି। ତ ପରବର୍ତ୍ତୀ ସମୟରେ ଏହି ଧରଣର ନାଟକ ଲେଖାଯାଇଛି, କିନ୍ତୁ ମୁଖ୍ୟତଃ ଓଡ଼ିଆ ନାଟକର ସ୍ୱର ହେଇଛି ସଂସ୍କାର ଧର୍ମିତା ସହିତ ପୌରାଣିକ ଏବଂ ଐତିହାସିକତା, ଜନଶ୍ରୁତି, ଇତିହାସ, କିମ୍ବଦନ୍ତୀକୁ ନେଇ ସବୁ ସାମାଜିକ ନାଟକ ଲେଖାଯାଇଛି। କାମପାଳ ମିଶ୍ର, ଭିକାରୀଚରଣ ପଟ୍ଟନାୟକ, ଗଦାବର୍ଷ ମିଶ୍ର ଏବଂ ଏହି ଧାରାଟି ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି ଆମର ଅଶ୍ୱିନୀ କୁମାର ଘୋଷ। ଦେଖ, ତାପରେ ଆମେ ନାଟକକୁ ବୁଝିବାକୁ ହେଲେ ପ୍ରଥମେ ପର୍ଯ୍ୟାୟ କରିକି ବୁଝିଲେ ଆପଣ ସହଜରେ ବୁଝିପାରିବେ। ଏମିତି ଆମୂଳଚୂଳ ପଢ଼ିନେଲେ ଶେଷକୁ ପହଞ୍ଚିଲା ବେଳକୁ ତୁମେ ମୂଳରେ କ'ଣ ପଢ଼ିଥିଲ ଭୁଲିଯିବ। ସେଇଥିପାଇଁ ମୁଁ ନାଟକକୁ 5ଟି 6ଟି ପର୍ଯ୍ୟାୟରେ ଏମିତି କରିଛି, ଯଦ୍ୱାରା ତୁମେ ଗୋଟେ ପର୍ଯ୍ୟାୟ କରିକି ପଢ଼ିଲେ ତୁମକୁ ଆରାମରେ ମନେ ରଖିପାରିବେ। ତ ଦେଖ, ମୁଁ ଆପଣଙ୍କୁ ନାଟକ ତ ସମସ୍ତେ ପଢ଼ିଛନ୍ତି, ଆମ ସ୍କୁଲରେ ପଢ଼ିଛୁ, କ୍ଲାସ୍ରେ ପଢ଼ିଛୁ, ପିଜି କ୍ଲାସ୍ରେ ପଢ଼ିଛେ, ପ୍ରସ୍ତୁତି କ୍ଲାସ୍ରେ ପଢ଼ିଛେ, କିନ୍ତୁ ନାଟକ ପଢ଼ିବା କେମିତି ମନେ ରଖିବା, ନାଟକର ବିକାଶ ଧାରା କେମିତି ମନେ ରଖିବା, ସେଇଥିପାଇଁ ମୁଁ ଭିଡ଼ିଓଟେ ବନାଉଛି। ତ ଦେଖ, ପ୍ରଥମ ପର୍ଯ୍ୟାୟର ନାଟକ ହେଉଛି ଆମର ଆତ୍ମପରିଚିତିର ପ୍ରତିଷ୍ଠା ନିମନ୍ତେ ନାଟକ। ଆମ ଆତ୍ମପରିଚିତି କ'ଣ? ଆମ ଓଡ଼ିଆମାନଙ୍କର ଗୋଟେ ଆଇଡେଣ୍ଟିଟି କ'ଣ? ଆମର ଓଡ଼ିଆତ୍ୱ, ଆମ ଓଡ଼ିଆତ୍ୱର ପ୍ରତିଷ୍ଠା କେମିତି କରାଯିବ, ସେଥି ନିମନ୍ତେ ଆମେ ସଚେତନତା ହେଇକି ଆମେ ଯେଉଁ ନାଟକ ଗୁଡ଼ାକ ଲେଖାଯାଇଛି ସେଇଟା ହେଲା ଆତ୍ମପରିଚିତିର ପ୍ରତିଷ୍ଠା ନିମିତ୍ତ ନାଟକ। ତ ଏହି ଆତ୍ମପରିଚିତିର ପ୍ରତିଷ୍ଠା ନିମିତ୍ତ ନାଟକ ଗୁଡ଼ିକ କ'ଣ, ତା ଭିତରେ କେଉଁ ଉପାଦାନ ନେଇ ଲେଖା ହେଇଛି ନା, ସେଇ ନାଟକ ଭିତରେ ଆମେ ସଂସ୍କାର ଧର୍ମିତା ପାଇବା, ପୁରାଣ ସଚେତନତା ପାଇବା, ଐତିହାସିକ ମୂଲ୍ୟବୋଧ ପାଇବା, ଏଗୁଡ଼ାକ ସବୁ ସେଇ ଆତ୍ମପରିଚିତିର ପ୍ରତିଷ୍ଠା ନିମିତ୍ତ ନାଟକ ମଧ୍ୟରେ ଯାଉଛି। ତ ଆତ୍ମପରିଚିତିର ପ୍ରତିଷ୍ଠାମୂଳକ ନାଟକ କ'ଣ ଦେଖ, ଜଗନ୍ମୋହନ ଲାଲାଙ୍କ ଠାରୁ ଆରମ୍ଭ କରି ଅଶ୍ୱିନୀ କୁମାର ଘୋଷଙ୍କ ପର୍ଯ୍ୟନ୍ତ ନାଟ୍ୟ ଧାରାକୁ ଆମେ ଆତ୍ମପରିଚିତିରେ ପ୍ରତିଷ୍ଠା ନାଟକ ବୋଲି କହିପାରିବା। ବୁଝିହେଲା? କେଉଁ ନାଟକଠୁ କେଉଁ ନାଟ୍ୟକାରଙ୍କ ପର୍ଯ୍ୟନ୍ତ ଆତ୍ମପରିଚିତି ନାଟକ ମନେ ରଖ। ତ ପ୍ରଥମ ପର୍ଯ୍ୟାୟର ନାଟକାର ଗଣ କେଉଁ ମନେ ରଖ? ଜଗନ୍ମୋହନ ଲାଲ ପ୍ରଥମ, ଦ୍ୱିତୀୟ ହେଲେ ରାମଶଙ୍କର ରାୟ, କାମପାଳ ମିଶ୍ର, ଭିକାରୀଚରଣ ପଟ୍ଟନାୟକ, ଗଦାବର୍ଷ ମିଶ୍ର, ଅଶ୍ୱିନୀ କୁମାର ଘୋଷ ପର୍ଯ୍ୟନ୍ତ ହେଉଛି ପ୍ରଥମ ପର୍ଯ୍ୟାୟ ନାଟକ। ୟା ଭିତରେ ଅନେକ ଗୁଡ଼ିଏ ନାଟ୍ୟକାର ଅଛନ୍ତି, ଯେଉଁଗୁଡ଼ାକ ମୁଁ ବିଶେଷ ୟା ଭିତରେ ଉଲ୍ଲେଖ କରିନାହିଁ, ସେମାନେ ମଧ୍ୟ ସେଇ ପ୍ରଥମ ପର୍ଯ୍ୟାୟ ନାଟକକାର ଭିତରେ ଯିବେ। ଆପଣ ଓଡ଼ିଆ ସାହିତ୍ୟ ଇତିହାସ ବହି ପଢ଼ନ୍ତୁ କିମ୍ବା ନାଟ୍ୟ ସାହିତ୍ୟ ବିକାଶ ବହି ପଢ଼ନ୍ତୁ, ସେ ଭିତରେ ଆଉ ଗୁଡ଼ାଏ ନାଟ୍ୟକାରକୁ ପାଇବେ। ଏଇ ଯେଉଁ 5-6 ଜଣ ନାଟ୍ୟକାର କଥା କହିଲି, ଏମାନେ ବିଶେଷ ରୂପରେ ଏ ଭିତରେ ସଂଶ୍ଳିଷ୍ଟ ଅଛନ୍ତି, ଆକ୍ଟିଭ ମାନେ ନାଟ୍ୟକାର এখন। ତ ଦ୍ୱିତୀୟ ପର୍ଯ୍ୟାୟର ନାଟକ ଦେଖ, ଦ୍ୱିତୀୟ ପର୍ଯ୍ୟାୟର ନାଟକ ଆମର ଆସୁଛି। ତ ପ୍ରଥମ ପର୍ଯ୍ୟାୟ ନାଟକରେ ଆମେ ପୁରାଣ ସଂସ୍କାର ଉପରେ ହେଲା, ପୌରାଣିକ ନାଟକ ରଚନା କଲେ କିମ୍ବା ଐତିହାସିକକୁ ଆଧାର କରି ନାଟକ ରଚନା କଲେ, ଏଗୁଡ଼ାକ ସବୁ ଆମ ଓଡ଼ିଆ ମାନଙ୍କର ଆତ୍ମପରିଚିତିକୁ ନେଇକି ନାଟକ ରଚନା ହେଇଛି। ଯେତେ ନାଟକ ସବୁ ଆମେ ଦେଖିଛେ, ପୌରାଣିକ ନାଟକ ହେଉଛି ଆମର ଦେଖ, ରାମଶଙ୍କର ରାୟଙ୍କ ନାଟକ କୁହ, ପାଞ୍ଚକାବେରୀ କୁହ,
ବୁଢ଼ାବର କୁହ, କଂସବଧ କୁହ, କିମ୍ବା ଆମର ଯଦି ଆପଣମାନେ କହିବେ କାମପଳା ମିଶ୍ରଙ୍କ ସୀତା ବିବାହ କୁହ, ବସନ୍ତଲତିଆ କୁହ, କିମ୍ବା ବିକାଶଚରଣ ପଟ୍ଟନାୟକର ଆମର କଟକ ବିଜୟ କୁହ, ସଂସାର ଚିତ୍ର କୁହ, ନନ୍ଦିକେଶ୍ୱରୀ କୁହ, ପୁରୁଷୋତ୍ତମ ଦେବ କୁହ, ଏଗୁଡ଼ାକ ସବୁ ଆମ ଆତ୍ମପରିଚିତି। ଗଦାବର ମିଶ୍ରଙ୍କର ପୁରୁଷୋତ୍ତମ ଦେବ କୁହ, କିମ୍ବା ମୁକୁନ୍ଦ ଦେବ କୁହ। ଏଇ ଭିତରେ ଆମର ଯାଉଛି ସଂସ୍କାର ମଧ୍ୟ ଅଛି, ଆମର ପୌରାଣିକ ଆଖ୍ୟାନ ମଧ୍ୟ ଅଛି, ଆଉ ଆମର ଆତ୍ମପରିଚିତି ପ୍ରକାଶ ପାଉଛି ଏଇ ନାଟକ ଗୁଡ଼ିକରେ। ତାପରେ କ'ଣ ହେଲା ନା ଏଇଭଳି ନାଟକ ସୃଷ୍ଟି ହେଲା। ତାପରେ ଆମେ ଧୀରେ ଧୀରେ ଦ୍ୱିତୀୟ ପର୍ଯ୍ୟାୟରେ କ'ଣ ହେଉଛି ଆମ ନା ପର୍ଯ୍ୟାୟରେ ବାସ୍ତବବାଦୀ ନାଟ୍ୟଧାରା ନାଟକ ଆମ ସୃଷ୍ଟି ହେଉଛି। ତ ବାସ୍ତବବାଦୀ ନାଟ୍ୟଧାରା ନାଟକ କ'ଣ ନା କାଳୀଚରଣ ପଟ୍ଟନାୟକ ଏଇଥିପାଇଁ ସ୍ମରଣୀୟ କି ସେ ହେଉଛନ୍ତି ଓଡ଼ିଶାରେ ବାସ୍ତବବାଦୀ ନାଟ୍ୟଧାରାର ପ୍ରତିଷ୍ଠାତା। ତ ବାସ୍ତବବାଦୀ ନାଟ୍ୟଧାରା କ'ଣ? ଦେଖ, ୟା ପୂର୍ବରୁ କ'ଣ ନାଟ୍ୟଧାରା ଥିଲା ଆମର ଆତ୍ମପରିଚିତି, ମାନେ ବୁଝିଲା। ତାପରେ ବର୍ନାର୍ଡ ଦେଖ, ତ ବର୍ନାର୍ଡସ ଏବଂ ଇବସନ ଆଦି ପାଶ୍ଚାତ୍ୟ ନାଟ୍ୟକାର ମାନେ ବିଶ୍ୱ ସାହିତ୍ୟରେ ବାସ୍ତବବାଦୀ ନାଟ୍ୟଧାରା ସୂତ୍ରପାତ କଲେ। ମନେଲା ଏଇ ଯେଉଁ ବର୍ନାର୍ଡସ ଆଉ ଇବସନ ଏ ଦୁଇଟା ପ୍ରତିଷ୍ଠିତ ବ୍ୟକ୍ତି, ମାନେ ୱାର୍ଲଡ ଫେମସ୍, ଆମର ବିଶ୍ୱ ସାହିତ୍ୟରେ ଆକୁ ମାନେ ମାନ୍ୟଗଣ୍ୟ ବ୍ୟକ୍ତି, ଆକୁ ମାନେ ପ୍ରଥମେ ଯେଉଁ ବାସ୍ତବବାଦୀ ନାଟ୍ୟଧାରା ସୂତ୍ରପାତ କଲେ। ତ ବାସ୍ତବବାଦୀ ନାଟ୍ୟଧାରାର ବିଶେଷତ୍ୱ କ'ଣ ଦେଖ, ତ ବାସ୍ତବ ଜୀବନରେ ଯାହା ଘଟୁଛି ମଞ୍ଚରେ ତାକୁ ପ୍ରଦର୍ଶିତ କରିବା ଏହାକୁ ରିଏଲିଷ୍ଟିକ୍ସ ଥିଏଟର ବୋଲି କୁହାଯାଏ। ଓଡ଼ିଶାରେ ରିଏଲିଷ୍ଟିକ୍ସ ଥିଏଟରର ପ୍ରତିଷ୍ଠାତା ହେଲେ କାଳୀଚରଣ ପଟ୍ଟନାୟକ। ତ ପାରିବାରିକ ଜୀବନରେ, ସାମାଜିକ ଜୀବନରେ ଯାହା ସବୁ ଘଟୁଛି ତାକୁ ମଞ୍ଚରେ ପ୍ରଦର୍ଶିତ କରାଇବା ହେଉଛି ଇଏ ଆମର ବାସ୍ତବବାଦୀ ନାଟ୍ୟଧାରାର ଲକ୍ଷ୍ୟ ବା ଉଦ୍ଦେଶ୍ୟ। ତ ଦେଖ, ଆମ ସମାଜ ଜୀବନରେ ଆମେ ଯେଉଁ ପରିବାରରେ ବଞ୍ଚୁଛେ, ଯେମିତି ବଞ୍ଚୁଛେ ମଣିଷ ତାର ଭାଇ ବନ୍ଧୁ କୁଟୁମ୍ବ ଏମାନଙ୍କୁ ନେଇକି ବଞ୍ଚୁଛେ, ତ ନିଜ ଜୀବନର କଥା ଆମେ ନାଟକ ଦେଖିବା, ଆମ କଥା କହିବ, ଆମକୁ ଭଲ ଲାଗିବ ନା ନାହିଁ। ତ ସେଇଭଳି ନାଟକ ସବୁ ପ୍ରସ୍ତୁତ କଲେ। କାଳୀଚରଣଙ୍କ ଠାରୁ ଏଇଭଳି ନାଟକ ସବୁ ଷ୍ଟାର୍ଟ ହେଲା। ତ ଦେଖ, 1939 ମସିହାରେ ଓଡ଼ିଶା ଥିଏଟର ପ୍ରତିଷ୍ଠା ହେଉଛି। ତାଙ୍କର ଭାତ ନାଟକ ଆମ ସମସ୍ତେ ଜାଣିଛେ, ପିଜି କ୍ଲାସ୍ରେ ଅଛି, +3 କ୍ଲାସ୍ରେ ପିଲା ପଢ଼ୁଛନ୍ତି। ତ ତାଙ୍କ ଭାତ ନାଟକ ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ରକ୍ତମାଟି ନାଟକ। ସମାଜବାଦୀ ସମାଜ ଓ ତାର ଶୋଷଣ ଚିତ୍ର ଭାତ ନାଟକରେ ଆମେ ପ୍ରତିଫଳିତ ହେଉଛି, ତାକୁ ଦେଖିବାକୁ ପାଇଥାଉ। ସମାପ୍ତ ପରେ ଏଇ ଭାତ ନାଟକ ସମାପ୍ତ ପରେ ଯେଉଁ ପୁଞ୍ଜିବାଦୀ ଦେଖ ଚିତ୍ର ଆମର ଅଛି, ତା ପୁଞ୍ଜିବାଦୀ ଚିତ୍ର ଆସୁଛି, କଳକାରଖାନା ବସାଉଛି, ଶୋଷଣ କରୁଛି, ତାହା ରକ୍ତମାଟି ନାଟକରେ ଆମେ ଦେଖିବାକୁ ପାଉଛେ। ତେଣୁ ବାସ୍ତବ ଜୀବନରେ ଯାହା ଯାହା ଘଟଣା ଘଟୁଛି ତାକୁ ମଞ୍ଚରେ ଦେଖାଇବା ହେଉଛି ବାସ୍ତବବାଦୀ ନାଟ୍ୟଧାରାର ନାଟକ। କାଳୀଚରଣ ପଟ୍ଟନାୟକ ଏହି ଧାରାର ପ୍ରବର୍ତ୍ତକ, ବୁଝିଲା। ତ ମାୟାଧର ମାନସିଂହ ତାଙ୍କ ଓଡ଼ିଆ ସାହିତ୍ୟ ଇତିହାସରେ କହନ୍ତି, ଜଣେ ନିପୁଣ ଡିରେକ୍ଟର ଭାବେ ସେ ଓଡ଼ିଶାରେ ବାସ୍ତବବାଦୀ ଧାରା ପ୍ରଚଳନ କରିଗଲେ। କିଏ ନା କାଳୀଚରଣ ପଟ୍ଟନାୟକ। ଏହାକୁ ଆଗେଇ ନେଲେ ତାଙ୍କ ପରବର୍ତ୍ତୀ ନାଟ୍ୟକାର ଗଣ। ଆପଣ ଗୋପାଳ ଛୋଟରାୟ କୁହନ୍ତୁ, ତାପରେ ପରେ ଆମର ଆସନ୍ତି କି ଭଞ୍ଜକେଶର ପଟ୍ଟନାୟକ କୁହନ୍ତୁ, ଗୋପାଳ ଛୋଟରାୟ କୁହନ୍ତୁ, କାର୍ତ୍ତିକ ଘୋଷ କୁହନ୍ତୁ, ରାମଚନ୍ଦ୍ର ମିଶ୍ର କୁହନ୍ତୁ, ଏମାନେ କାଳୀଚରଣଙ୍କ ଯେଉଁ ବାସ୍ତବବାଦୀ ଥିଏଟର ସେ ପ୍ରତିଷ୍ଠା କଲେ ଓଡ଼ିଶାରେ, ତାକୁ ସେମାନେ ଆପଣ ଡେଭଲପ୍ କଲେ, ସେଇ ଧାରାର ବିକାଶ କଲେ ଆପଣ। ତ ଗୋପାଳ ଛୋଟରାୟ ପର୍ଯ୍ୟନ୍ତ, ଆମର କମଲୋଚନ ମହାନ୍ତି ପର୍ଯ୍ୟନ୍ତ, ପ୍ରାଣବନ୍ଧୁ କର, ଏମାନେ ହେଉଛନ୍ତି ବାସ୍ତବବାଦୀ ନାଟ୍ୟଧାରାର ନାଟ୍ୟକାର। ତ ଗୋପାଳ ଛୋଟରାୟ, କମଲୋଚନ ମହାନ୍ତି, ଧନେଶ୍ୱର ପଟ୍ଟନାୟକ, ଆନନ୍ଦ ଶଙ୍କର ଦାସ ପ୍ରଭୃତି ନାଟକକାର ଏହାକୁ ଡେଭଲପ୍ କଲେ। ଓଡ଼ିଶା ଥିଏଟର ସହ ଆଉ ଦୁଇଟି ରଙ୍ଗମଞ୍ଚ ପୁରା ଦମରେ ଚାଲିଲା। ସେଇଟା ହେଉଛି ଅନ୍ନପୂର୍ଣ୍ଣା ଏ ପୁରୀ, ଅନ୍ନପୂର୍ଣ୍ଣା ବି କଟକ। ତ କାଳୀଚରଣଙ୍କ ନାଟକ ଗୁଡ଼ିକ ଶହେ ରାତି ଧରିକି ଚାଲିଲା। ଯେଉଁ ବାସ୍ତବବାଦୀ ନାଟକ ହେଲା ଆମର, ଲୋକମାନେ ସବୁ ବୁଝିପାରିଲେ, ଲୋକମାନଙ୍କ କଥା କୁହାଗଲା, ସେଠି ସମାଜର କଥା କୁହାଗଲା, ତାଙ୍କର କେମିତି ସମାଜ ଚାଲୁଛି ସେଇ ବିଷୟରେ ସବୁ ଆଲୋଚନା କଲା। ତ ଲୋକମାନେ
को भल लगिला लोक मैंने षष्ठा लोकप्रियता ताली बांधिले सब देखिले बुझिले आबाल वृद्ध बंद समस्त बुझीपारे नाटक को उपभोग करें तो द्वारा राति गोटे राति नुह 2 राति नुह 100 राति धरिक नाटक अभिनय चलला पर रामचंद्र मिश्र नाटक लिखिले भाई भाउज घर संसार परपुरुष मैनेजर इत्यादि गोपाल छोटरायकर शंका सिंदूर फेरिया परकलम भरोसा आदि नाटक कमलोचन महांती आदि नाटकार मान लिखिले व्यवसाय भित्तिक नाटक एगुड़ा सब व्यवसाय भित्तिक नाटक तो यही नाटक गुड़िक आमर दीर्घ राति धरी चलला अर्थात दर्शक मैंने देखिए तांकर मनोरंजन हम ताली माड़ हम बा करेंगे प्रशंसा करेंगे नाटक देखिए जी तो ओडिशा रे यही व्यावसायिक रंगमंच पूरा दम्रे चलला राति पर राति चलला समस्ते आसिक देखिले जेहेतु आम घर कथा कहूँ मो कथा कहूँ मो परिवार कथा कहूँ मो प्रेम जीवन कथा कहूँ ये निज निज कथा जो दर्शक निज कथा जाकि रंगमंच देखुची बहुत खुशी लगुच सी राति पर राति देखुची कहूँ नाटकार मान को मत कहला जे तुम ये नाटक सब लेख नाटकार मैंने ये नाटक ही लिखिले तो यही सब नाटक गुड़िक है वास्तववादी धारार नाटक बा रियलिस्टिक थिएटर लोक मैंने देखिले जे तांकर जीवन कहानी कहुच्छी परिवार कहानी कहुच्छी बेस दर्शक पूरापूरी खुशी हेले यही समय 1950 मसीहा बेलर कथा कहूँ अनुभूत है कि नाटक साहित्यर किसी गोटे नुआ कथा करने को हेले परंपरार जो शगड़ गला अच्छी से बुड़ी रही हेनी जो शगड़ गला परंपरार जो शगड़ गला अच्छी से भीतर यदि आम बुड़ी रहा कि नुआ कथा करें तो निजे गोटे रास्ता तैयारी करने को पड़ो तो परंपरार गड्डालिका प्रवाह उपरे साहित्यर नूतन उपनिवेश केबे स्थापन हुए नहीं से नुआ रास्ता खोजा पड़े 1950 मसीहा बेले आम आरंभ है ସେଇଟା कौन कहीं व्यावसायिक रंगमंच जो नाटक सब होउची जहाँ वास्तववादी धारार नाटक बोली आम कहिबा से नाटक कौन मनीष भीतर कथा कहूँ आम जो जहाँ वास्तववादी नाटक वास्तव धारार नाटक बोली कहूचे माने कौन बाह्य वास्तवता एक्सटर्नल रियलिस्टिक थिएटर जोड़ा कहूँ आम तो प्रकृति में कौन से वास्तव कथा कहूँ कि मनुष्यर परिचय कौन आम जो मनुष्य को देखुचे प्रकृत परिचय कि तार आम आखि जहाँ देखुची आम आखि देखा मनीष ठीक मनीष ना ता भीतर थी मनीष ठीक मनीष तेणु खोजा पड़ा देख आम आखिर जन को देखुचे मनुष्य को देखुचे प्रकृति में आम जहाँ को देखुचे से कौन से ठीक मनुष्य ना ता भीतर आउ गोटे मनुष्य अच्छी आखि जहाँ देखुचे सत ना ता भीतर आउ किसी रहस्य अच्छी से जो रहस्य कौन रहा ता भीतर प्रकृत घटना कौन जाना को खोजा पड़ा 1950 परवर्ती नाटक गुड़िक तो देख तेणु खोजा पड़ा म्यान विदिन म्यान मनीष भीतर थिबा मनीष को खोजा पड़ा तो परिदृश्य मान वास्तवता कौन प्रकृत वास्तवता आम आखि जहाँ देखुची ताहा वास्तव ना वास्तव आउ किछि ये प्रश्न सब उठिला तो मनोरंजन दास तांको नाटकर गोटे संलाप कहते जे प्रशांत महासागर फेनचूल उर्मी तले जो उत्तप्त अंडर करेन्ट किए तार हिसाब रखी जो प्रशांत महासागर गभीर महासागर तार फेनचूल उर्मी तले जो उत्तप्त अंडर करेन्ट हिसाब किए रखी आप देखो कल्पना करूँ गोटे बरफखंड समुद्र भितर भाषमान अवस्था अच्छी तो समुद्र भितर केते बुड़िकी डुबिकी रही है आम कहीपर तेणु परिदृश्यमान वास्तवता प्रकृत वास्तवता नुह बुझीला तो 1950 परवर्ती नाट्यधारा देखागला परिदृश्यमान वास्तवतार अंतराल जो वास्तवता लुचि रही ताहा ही प्रकृत वास्तवता और यार नाट्य रूप प्रकाश पाइला ये है आमर तृतीय पर्यायर को नाटकर धारा गति कर बन रख तो नाटक रियलिस्टिक थिएटर मौन प्रतिवाद रियलिस्टिक थिएटर जो चली आमर एक्सटर्नाल रियलिस्टिक यहाँ हूँ इंटरनाल रियलिस्टिक स्टार्ट हम देख जो बाह्य वास्तवता जो से वास्तवतार मौन प्रतिवाद आमर म्यान विदिन म्यान धारा नाटक
ବା ଅନ୍ତଃମନର ନାଟକ ସୃଷ୍ଟି ହେଲା। ତ ରିଏଲିଷ୍ଟିକ୍ ଥିଏଟରର ବିରୋଧରେ ଗଢ଼ି ଉଠିଲା ଥିଏଟର ଅଫ୍ ଇନର ରିଏଲିଟି। ତ 1950 ଆଗାମୀ ଆମର ପ୍ରକାଶ ପାଉଛି। ପ୍ରଥମ ସଂସ୍କରଣର ମୁଖବନ୍ଧରେ ଗୋପୀନାଥ ମହାନ୍ତି ଲେଖୁଛନ୍ତି କି ଏକଲମ୍ପରେ ଓଡ଼ିଆ ନାଟକ ମଧ୍ୟଯୁଗରୁ ଯାଇ ଆଧୁନିକ ଯୁଗରେ ପହଞ୍ଚିଲା। ହେଲା, ତ ନାଟ୍ୟକାର ଯେଉଁ ଆମେ ଅଛି ନାଟକ ବିଷୟରେ ଆମେ କେମିତି ଜାଣିବା? ଯେଉଁ ନାଟକ ସବୁ ଅଛି, କେଉଁ ନାଟ୍ୟକାର କେମିତି, ତାଙ୍କର ଜୀବନଶୈଳୀ କ'ଣ, ସେମାନେ କେମିତି ବଞ୍ଚୁଛନ୍ତି, ନାଟକ କେମିତି ଲେଖୁଛନ୍ତି, ତାଙ୍କର ଲେଖିବାର ଅଭିଳାଷ କ'ଣ ପାଇଁ ଲେଖୁଛନ୍ତି, ଏଗୁଡ଼ା ଗୁଡ଼ାଏ କୋଶ୍ଚିନ୍ ଆମ ମନ ଭିତରେ ଆସେ। ତ ଏସବୁ କୋଶ୍ଚିନ୍ ଜାଣିବାକୁ ହେଲେ ଆମେ କ'ଣ କରିବାକୁ ପଡ଼ିବ ଆମକୁ? ତ ଆମକୁ ନାଟ୍ୟକାର ମାନଙ୍କର ଯେଉଁ କେତେ ଗୁଡ଼ିଏ ତାଙ୍କର ଆତ୍ମଜୀବନୀ ଅଛି, ନାଟ୍ୟକାର ମାନେ ସେ ଆତ୍ମଜୀବନୀ ଟିକେ ପଢ଼ିବାକୁ ପଡ଼ିବ। ତ ଆତ୍ମଜୀବନୀ ପଢ଼ିଲେ କ'ଣ ହେବ ନା ସେମାନଙ୍କ ବିଷୟରେ ଆମେ ଜାଣିପାରିବା, ନାଟକ ବିଷୟରେ ଜାଣିପାରିବା। ତ ହଁ, ଏଠି ଗୋଟେ କୋଶ୍ଚିନ୍ ଆସେ ଯେ ଓଡ଼ିଆ ନାଟ୍ୟକାର ମାନଙ୍କର ଯେଉଁ ପ୍ରଥମେ କିଏ ଆତ୍ମଜୀବନୀ ଲେଖିଲେ, କେଉଁ ନାଟ୍ୟକାର ପ୍ରଥମେ ଆତ୍ମଜୀବନୀ ଲେଖିଛି, ଏଇଟା କମେଣ୍ଟ ବକ୍ସରେ ନିହାତି ଜଣାଇବେ। ଯଦି ପାରିବେ ସିରିଏଲ୍ ଲେଖିବେ ଯେ ପ୍ରଥମେ କିଏ, ଦ୍ୱିତୀୟ କିଏ, ତୃତୀୟ। ଓଡ଼ିଆ ନାଟକରେ ବହୁତ କମ୍, କହିବାକୁ ଗଲେ ନାଟକରେ ଥିବା ଆତ୍ମଜୀବନୀ ବହୁତ ସେଇ 10ଟା ଖଣ୍ଡିଏ ଫେମସ୍। ତ ପ୍ରଥମ ନାଟ୍ୟକାର ଯିଏକି ଓଡ଼ିଆରେ ଆତ୍ମଜୀବନୀ ଲେଖିଛି ତା ନାଁ ଲେଖିବେ କମେଣ୍ଟ ବକ୍ସରେ। ଲେଖିଲେ ମୁଁ ଜାଣିବି ଯେ ଆପଣମାନେ ଭିଡ଼ିଓଟି ସମ୍ପୂର୍ଣ୍ଣ ମାତ୍ରାରେ ଦେଖୁଛନ୍ତି ଆଉ ଠିକ୍ରେ ଦେଖିକି ହଁ ଖାଲି ୱାଓ କମେଣ୍ଟ କରିଦେଲେ କିଛି ସେ କମେଣ୍ଟର କିଛି ମାନେ ରୁହେନି। ତୁମେ ଦେଖିକି ବୁଝ, ମୋ ପରିଶ୍ରମ ତୁମେ ଦେଖିକି ବୁଝିଲା ପରେ ଯାଇ ଜାଣିବି ନା କିଛି ପରିଶ୍ରମ କରୁଛି ଆଉ ଷ୍ଟୁଡେଣ୍ଟ ମାନେ ତାକୁ ବୁଝିଲେ, ଦେଖିଲେ ଆଉ ପରିଶ୍ରମ କରିକି ସେମାନେ ବି ପରିଶ୍ରମ କରୁଛନ୍ତି। ତ 1950 ପରବର୍ତ୍ତୀ ଯେଉଁ ସବୁ ନୂତନ ଧାରାର ନାଟକ ସୃଷ୍ଟି ହେଲା, କେତେକ ଏହାକୁ ପ୍ରୟୋଗବାଦୀ ନାଟ୍ୟଧାରା କହିଲେ, ବେଳେବେଳେ କେତେକ ଏହାକୁ ମୁକ୍ତଧାରା ନାଟକ ବୋଲି କହିଲେ, ଆଉ କେତେକ ନବନାଟ୍ୟ ଆନ୍ଦୋଳନ ନାଟକ ବୋଲି କହିଲେ। ବର୍ତ୍ତମାନ ତ ପୁରା ଓଡ଼ିଆ ସାହିତ୍ୟ ଇତିହାସ ଯେଉଁ ଆଡ଼ ଦେଖିବ ସବୁ 1950 ପରବର୍ତ୍ତୀ ନାଟକ ପୁରା ନବନାଟ୍ୟ ଆନ୍ଦୋଳନର ନାଟକ। ମାନେ 1950 ପରବର୍ତ୍ତୀ ଯେଉଁ 70 ବର୍ଷ ହେଲା ବର୍ତ୍ତମାନ ପର୍ଯ୍ୟନ୍ତ 20 ପର୍ଯ୍ୟନ୍ତ ଗୋଟେ ଧାଡ଼ିରେ ଆଲୋଚନା କରିଯାଇଛି ନାହିଁ 1950 ପରବର୍ତ୍ତୀ ନାଟକ ହେଉଛି ନବନାଟ୍ୟ ଆନ୍ଦୋଳନ ନାଟକ। ନା, ସେଇଟା ଭୁଲ କଥା। ବର୍ତ୍ତମାନ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ଆମର ନାରାୟଣ ସାଗର, ଏମାନେ ସବୁ ନବନାଟ୍ୟ ଆନ୍ଦୋଳନ ନାଟକାର କି? ଆମେ ମନୋରଞ୍ଜନ ଦାସକୁ କହିଲେ ନବନାଟ୍ୟ ଆନ୍ଦୋଳନ ନାଟକାର, ବିଶ୍ୱଜିତ ଦାସକୁ କହିଲେ, ବିଜୟ ମିଶ୍ରକୁ କହିଲେ, ବିଜୟ ଶତପଥୀକୁ କହିଲେ, ଏମାନେ ସମସ୍ତେ କ'ଣ ନବନାଟ୍ୟ ଆନ୍ଦୋଳନ ନାଟକାର କି? ନୁହଁ। ବୁଝ କ'ଣ ହେଉଛି, କେଉଁମାନେ ନବନାଟ୍ୟ ଆନ୍ଦୋଳନ ନାଟକାର ଆଉ ତା ପରବର୍ତ୍ତୀ ଯେଉଁ ପର୍ଯ୍ୟାୟକୁ ଆମେ କେମିତି ଭାଗ କରିବା, କେମିତି ଭାଗ କଲେ କେମିତି ମନେ ରଖିବା ପ୍ରକୃତରେ। ତ ତୃତୀୟ ପର୍ଯ୍ୟାୟ ନାଟ୍ୟକାର ମାନେ ହେଉଛି ଅନ୍ତର୍ମନର ନାଟକ ବା ଅନ୍ତର୍ମନ ଅନୁସନ୍ଧାନର ପର୍ବ। ଥିଏଟର ଅଫ୍ ଇନର ରିଏଲିଟି, ହ୍ୟୁମାନ୍ ସାଇକିସ୍ ଏଥିରେ ପ୍ରୟୋଗ କରାଗଲା। ମଣିଷ ଭିତରେ ଥିବା ମଣିଷକୁ ଖୋଜାଗଲା। ତ ଆଗାମୀ ଓଡ଼ିଆ ନାଟକର ପଟ୍ଟ ପରିବର୍ତ୍ତନ ସ୍ମାରକୀ ହେଉଛି ଆମର ଆଗାମୀ ହେଉଛି ଆମ ଓଡ଼ିଆ ନାଟକର ପଟ୍ଟ ପରିବର୍ତ୍ତନ ସ୍ମାରକୀ, ମନେ ରଖ। ତ 1950 ପରବର୍ତ୍ତୀ ନାଟକରେ ମନୁଷ୍ୟ ଅନ୍ତର୍ମନର ଭାବ ସ୍ଥିତି ଆଦିକୁ ପରିପ୍ରକାଶ କରିବା ପାଇଁ କେତେ ଗୁଡ଼ିଏ ବାଦର ଜନ୍ମ ନେଲା। ସେଗୁଡ଼ା ପ୍ରତୀକ, କେତେ ଗୁଡ଼ିଏ ପ୍ରତୀକକୁ ସେମାନେ ୟୁଜ୍ କଲେ। ହେଲା, ତ ପ୍ରତୀକ ୟୁଜ୍ କଲେ ଧରାଯାଉ ଆମର ଅରଣ୍ୟ ଫସଲ ନାଟକରେ ଯେଉଁ ଅରଣ୍ୟ ଫସଲ ନାଟକରେ ଆମେ ଯୌନ ତାକୁ କେମିତି ପ୍ରକାଶ କରୁଛେ, ଛେଳିର ମେ ରଡ଼ିରେ କେମିତି ପ୍ରକାଶ କରୁଛେ, ସେ ପ୍ରତୀକ ସବୁ ୟୁଜ୍ ହେଲା 1950 ପରବର୍ତ୍ତୀ ନାଟକରେ। କ'ଣ ପାଇଁ ୟୁଜ୍ ହେଲା ନା ଅନ୍ତର୍ମନର ସ୍ଥିତିକୁ କେମିତି ପ୍ରକାଶ କରିବେ ନାଟକ ମାଧ୍ୟମରେ, ସେଇଥିପାଇଁ ପ୍ରତୀକ ସବୁ ଯେଉଁ ବାଦ ଗୁଡ଼ା ସେଇଥିପାଇଁ ପ୍ରବେଶ କଲା। ତ ମନୋରଞ୍ଜନ ଦାସ ଅରଣ୍ୟ ଫସଲ, ବନହଂସୀ, ଶବ୍ଦଲିପ୍ତି, ଆଗାମୀ, ଅବରୋଧ, କାଠଗଡ଼ା, କ୍ଳାନ୍ତ ପ୍ରଜାପତି ଇତ୍ୟାଦିରେ ପ୍ରତୀକ କେମିତି ୟୁଜ୍ କରିଛନ୍ତି, ଏଗୁଡ଼ା ହେଉଛି ପ୍ରତୀକବାଦୀ ନାଟକ ସବୁ। ତ ବିଜୟ ମିଶ୍ରଙ୍କ ନାଟକ କ'ଣ ସବୁ ନା ସବୁ ବାହକମାନେ, ତଟ ନିରଞ୍ଜନ ଆଦି, ବିଶ୍ୱଜିତ ଦାସ, ମୃଗୟା, ରତ୍ନାକର ଚଇନି, ରାଜହଂସୀ, ରମେଶ ପାଣିଗ୍ରାହୀ, ମୁଁ ଆମ୍ଭେ ଆମ୍ଭମାନେ, କାର୍ତ୍ତିକ ଚନ୍ଦ୍ର ରଥ, ଜୀବନ ଯଜ୍ଞ, ଏଇସବୁ ନାଟକ ଗୁଡ଼ିକ କେମିତି ପ୍ରତୀକ ପ୍ରୟୋଗ ହୋଇଛି, ଏଗୁলো ସବୁ ପ୍ରତୀକବାଦୀ ନାଟକ ଗୁଡ଼ାଏ ଫେମସ୍ ନାଟକ। ଆହୁରି ମଧ୍ୟ ନାଟକ ଅଛନ୍ତି, ଆପଣ ସେଗୁଡ଼ା କଲେକ୍ସନ୍ କରିବେ। ମୁଁ ପରବର୍ତ୍ତୀ ଭିଡ଼ିଓରେ ଅବଶ୍ୟ
ସେଗୁଡ଼ାକୁ ଆଲୋଚନା କରିବି। ବର୍ତ୍ତମାନ ଖାଲି ତୁମେ ନାଟ୍ୟ ସାହିତ୍ୟର ବିକାଶ ଧାରା କେମିତି ହେଉଛି, କେମିତି ପର୍ଯ୍ୟାୟ ଦେଇକି ସେ ଯାଉଛି ସେଇଟା ମନେ ରଖ। ତାପରେ ଆମେ କେଉଁ ନାଟକରେ କ'ଣ ଅଛି, କିଏ କେଉଁ ନାଟକ ଲେଖିଲା ସେଇଟା ଆଲୋଚନା କରିବା। ଆଗ ମନେ ରଖ, କନସେପ୍ଟ କ୍ଲିଅର ହୁଅ। ତ ନାଟକ ଭିତରେ ଯେଉଁ ସବୁ ବାଦ ଗୁଡ଼ିକ ଧସେଇ ହେଇ ପଶିଗଲା, ପ୍ରତିଜ୍ଞା ବସିଲା, ଜଣଙ୍କ ମନ କଥା ଯଦି ଆମେ ପଢ଼ିବା ସହଜ କଥା ନୁହଁ। କାରଣ ମନ ଜାଣେ ବାପ, ମା ଜାଣେ ବାପ। ତ ଯେଉଁ ମଣିଷର ଅନ୍ତର୍ମନର କଥା କୁହାଯିବ, ସହଜ କଥା କି ଏଇଟା? ସହଜ କଥା ନୁହଁ ଏଇଟା। ତ ଫଳରେ ସାଧାରଣ ଦର୍ଶକ ଏହାକୁ ବୁଝିବା ପାଇଁ ସକ୍ଷମ ହେଲେ ନାହିଁ। ତ ମନୁଷ୍ୟର ଯୌନାବେଗ ଛେଳିର ରଡ଼ି ମାଧ୍ୟମରେ ପ୍ରକାଶ କରାଗଲା। ସାଧାରଣ ଲୋକଟି କ'ଣ ବୁଝିବ ୟା ଦେହରୁ? ଯାହାଫଳରେ ମଞ୍ଚ ଆଉ ଦର୍ଶକ ମଧ୍ୟରେ, ଆଗ ସବୁ ମଞ୍ଚରେ ଅଭିନୀତ ହେଉଥିଲା, ଦର୍ଶକମାନେ ବାସ୍ତବବାଦୀ ନାଟକ ଧାରାରେ ସମସ୍ତେ ବୁଝିପାରୁଥିଲେ, ନିଜ କଥା କୁହା ହେଉଥିଲା ନା ସେଠି, ସେମାନେ ବୁଝିପାରୁଥିଲେ। ବର୍ତ୍ତମାନ ସବୁ ନାଟକ କ'ଣ ସବୁ କହୁଛନ୍ତି ଷ୍ଟେଜ୍ ଉପରେ, ସବୁ ଅନ୍ତର୍ମନର ଅନ୍ୱେଷଣ ସବୁ ଚାଲିଛି। ତ ଦର୍ଶକ ତାକୁ ବୁଝିପାରିଲେ ନାହିଁ, ସେମାନଙ୍କୁ ବୁଝା ପଡ଼ିଲାନି କ'ଣ ହେଉଛି ନାଟକ। ଦେଖିଲେ ଇଏ କ'ଣ ଛେଳି ଗୋଟେ ମେ କଲାଣି ଆସିକି, ସିଏ ବନହଂସ କ'ଣ ହେଉଛି ସେପଟେ, ଏମିତି ତଟନୀର ଶବ ବାହକ ମାନେ କ'ଣ, ଇଏ ଶବ ବାହକ ମାନେ ସେମାନେ ପଶିକି ଗାତ ଖୋଳିଦେଲେ, ମଣିଷ ସବୁ ପଡ଼ିଛି, କ'ଣ ଇଏ? ଏଗୁଡ଼ାକ ସାଧାରଣ ଦର୍ଶକ ବୁଝିପାରିଲେ ନାହିଁ। ବିଦଗ୍ଧ ଦର୍ଶକ ତ ସେମାନେ ବୁଝିବେ, ସେମାନଙ୍କ କାମ, ସେମାନେ କିଛି। ତ ଆମ ଓଡ଼ିଶାରେ କେତେ ଜଣ ବିଦଗ୍ଧ ଦର୍ଶକ, ସେମାନଙ୍କୁ ନେଇକି କ'ଣ ନାଟକ ଚାଳିବ? 1970 ମସିହା ବେଳକୁ ଯେଉଁ ବ୍ୟବସାୟିକ ରଙ୍ଗମଞ୍ଚ ଆଉ ଓଡ଼ିଶାରେ ଦେଖିବାକୁ ମିଳୁନି। ଯେଉଁ ବ୍ୟବସାୟ ସତରେ ନାଟକ ଯେଉଁ ହେଉଥିଲା ସେଗୁଡ଼ାକ ଆଉ ଚାଲୁନି। ବର୍ତ୍ତମାନ ଖାଲି ଗ୍ରୁପ୍ ଥିଏଟର ଚାଲିଛି। ଯାହା ଗ୍ରୁପ୍ ଥିଏଟର ଗୁଡ଼ିକ ନାଟକ ଅଭିନୀତ ହେଉଛି, ସେମାନେ ଯାହା ଏଇ ମନୋରଞ୍ଜନ ଦାସଙ୍କ ସୃଜନୀ, ଏଇଭଳିଆ କେତେଟା ଗ୍ରୁପ୍ ଥିଏଟର ସେଇ ସମୟରେ ଚାଲୁଛି। ତ ଏହି ଗ୍ରୁପ୍ ଥିଏଟର ଯେଉଁ ସବୁ ଅନ୍ତର୍ମନ ନାଟକ କଲେ, ସାଧାରଣ ଲୋକ ବୁଝିପାରିଲେ ନାହିଁ। ଫଳରେ ସେମାନେ ନାଟକ ଠାରୁ ଦୂରେଇ ଗଲେ। ମଞ୍ଚ ଆଉ ଦର୍ଶକ ମଧ୍ୟରେ ଗୋଟେ ବ୍ୟବଧାନ ସୃଷ୍ଟି ହେଲା, ବ୍ୟାରିୟର ସୃଷ୍ଟି ହେଲା। ତ ନାଟକ କ୍ଷେତ୍ରରେ ସଙ୍କଟ ଆସିଲା। କେବଳ ବ୍ୟୋମକାଶ ତ୍ରିପାଠୀ କ୍ୟାମ୍ପ କରି ସେଇ ସମୟରେ କ୍ୟାମ୍ପ କରି ଓଡ଼ିଶାରେ ସେ ବୁଲି ନାଟକ କରୁଥିଲେ। ତ ଏହିଭଳି ମୁହୂର୍ତ୍ତରେ ଆଉ ଏକ ଧାରା ପ୍ରକାଶ ହେଲା। ଆମର ଗୋଟିଏ ପାରମ୍ପରିକ ଧାରା ଅଛି, ପାଲା, ଦଣ୍ଡ, ଦାସକାଠିଆ, ପତର ସଉରା, ଆଦି ଗୋଟେ ପାରମ୍ପରିକ କେଉଁ ଅନାଦିକାଳରୁ ଅଛି। କିନ୍ତୁ ଏଗୁଡ଼ିକ ମଧ୍ୟ ଆଉ ବୁଦ୍ଧିଜୀବୀ ଦରବାରରେ ଆଦୃତ ହେଲା ନାହିଁ। ତେଣୁ ସେ ଠପ୍ ଯାଇଥିଲା, ତାଙ୍କ ଗୋଟେ ଫୁଲ୍ ଷ୍ଟପ୍ ଲାଗିଯାଇଥିଲା, କଳଙ୍କି ପଡ଼ିଯାଇଥିଲା। ଆମର ଦଣ୍ଡନାଚ, ପାଲା ଏଗୁଡ଼ାକ ଖାଲି ଅକେଜନାଲ୍ କେଉଁଠି ଅଗଷ୍ଟ 15 ହେଲା, କେଉଁଠି ପର୍ବପର୍ବାଣି ହେଲା, ରଜ ପର୍ବ ହେଲା, ଏଥିରେ ଖାଲି ଆମର ଚାଲିଥିଲା ଦଣ୍ଡନାଟ, ଏଗୁଡ଼ାକ ଚାଲିଥିଲା। ଏମିତି ଆଉ ଆଦୃତ ହେଉନଥିଲା। ତ କ'ଣ ହେଲା, ଅନ୍ୟପଟରେ ଆମର ବୁଦ୍ଧିଜୀବୀ ଗୋଷ୍ଠୀମାନଙ୍କ ପାଇଁ ଯେଉଁ ଗ୍ରୁପ୍ ଥିଏଟର ଅଛି, ମାନେ କ'ଣ, ବୁଦ୍ଧିଜୀବୀ ଗୋଷ୍ଠୀମାନଙ୍କ ପାଇଁ ଗ୍ରୁପ୍ ଥିଏଟର ହେଉଛି, ଏହା ମଧ୍ୟ ଆଉ ଦର୍ଶକ ବୁଝିପାରିଲେ ନାହିଁ। ଏପଟେ ଆମର ଯେଉଁ ଫାଷ୍ଟ ଥିଏଟର ଗୁଡ଼ାକ କୁହାଯାଉଛି, ଆମର ପାଲା, ଦାସକାଠିଆ, ଏଗୁଡ଼ାକ ପାରମ୍ପରିକ ଲୋକ ନାଟ୍ୟଧାରା, ଏଗୁଡ଼ାକ ଏପଟେ କଳଙ୍କି ହେଇକି ରହିଛି। ଲୋକେ ଆଉ ବ୍ୟବହାର ନ କରିବାରୁ ଏପଟେ ବୁଦ୍ଧିଜୀବୀ ଗୋଷ୍ଠୀଙ୍କୁ ବୁଝିପାରୁନାହାନ୍ତି। ତେଣୁକରି ଗୋଟେ ବିଷମ ସମସ୍ୟା ସୃଷ୍ଟି ହେଲା। 1970 ବେଳକୁ ଚିନ୍ତା ହେଲା କି ଦୁଇଟା ଯାକ ସମନ୍ୱୟ କରିଦେବା ଦରକାର, ଯେଉଁ ପାରମ୍ପରିକ ନାଟ୍ୟରୀତି ଆଉ ବର୍ତ୍ତମାନ ଯେଉଁ ଗ୍ରୁପ୍ ଥିଏଟର। ତ 1970 ବେଳକୁ ନାଟ୍ୟ ଜଗତରେ ଚିନ୍ତା ହେଲାଣି କି ନାଟକ ଯଦି ବଞ୍ଚିବ, ତାହେଲେ ଏହି ପାରମ୍ପରିକର ଲୋକ ଉପାଦାନକୁ ନେଇ ଆଧୁନିକ ଜୀବନର ସମସ୍ୟାକୁ ମିଶାଇକି ଯଦି ନାଟକ ଲେଖାଯିବ, ତାହେଲେ ଯାଇ ନାଟକ ବଞ୍ଚିବ, ନହେଲେ ନାଟକ ଏଠି ପଙ୍ଗୁ ହେଇକି ରହିବ। ତ ବାଦଲ ସରକାର ଏହି ନାଟ୍ୟଧାରାର ସୃଷ୍ଟିକର୍ତ୍ତା। କେଉଁ ନାଟ୍ୟଧାରା? ଯେଉଁ ଦୁଇଟା ଯାକ ଥାର୍ଡ଼ ଥିଏଟର, ଆମର ମାନେ ଫାଷ୍ଟ ଥିଏଟର ଆଉ ସେକେଣ୍ଡ ଥିଏଟରକୁ ମିଶାଇକି ସେ ଥାର୍ଡ଼ ଥିଏଟର କଲେ। ତ ଫାଷ୍ଟ ଥିଏଟର ହେଉଛି ଆମ ପୁରାଣ କାହାଣୀ, ଯେଉଁ ଲୋକନାଟକ ପରମ୍ପରା, ଏଗୁଡ଼ାକ ହେଉଛି ଫାଷ୍ଟ ଥିଏଟର। ସେକେଣ୍ଡ ଥିଏଟର ହେଉଛି ଆମର ବୌଦ୍ଧିକ ଗୋଷ୍ଠୀ, ଯେଉଁଟାକ ଗ୍ରୁପ୍ ଥିଏଟର, ଏଗୁଡ଼ା ହେଉଛି ସେକେଣ୍ଡ ଥିଏଟର। ଏଇ ଦୁଇଟା ଯାକ ମିଶାଇ ଦିଆଗଲା ନାଟକରେ। ମାନେ ମୂର୍ଖ ବ୍ୟକ୍ତି ବି ଦେଖିବେ, ଶିକ୍ଷିତ ବ୍ୟକ୍ତି ବି ଦେଖିବେ, ଆଟ୍ ଏ ଟାଇମ୍ ଦୁଇଟା ଯାକ ହେଲା। ଏମିତି ତ ପାରମ୍ପରିକ ଲୋକନାଟକ ଆଉ କେହି ଦେଖୁନାହାନ୍ତି, ସେ ବି ପସନ୍ଦ କରୁନାହାନ୍ତି, ଗ୍ରୁପ୍ ଥିଏଟର ବୁଝିପାରୁନାହାନ୍ତି। ତେଣୁକରି ଦୁଇଟା ଯାକ ମିଶାମିଶି କରିଦେବାରୁ ବୌଦ୍ଧିକ ବ୍ୟକ୍ତି ବି ଦେଖିବେ ଆଉ ମୂର୍ଖ ସାଧାରଣ ବ୍ୟକ୍ତି ବି ଦେଖିପାରିବେ। ସେଥିପାଇଁ ଇଏ ହେଲା ଥାର୍ଡ଼ ଥିଏଟର। ଥାର୍ଡ଼ ଥିଏଟର କ'ଣ ବୁଝିଲା, କିଏ ଇଏ କଲେ ନା ବାଦଲ ସରକାର।
ତ ଲୋକୋପାଦାନକୁ ଆଧୁନିକ ମାନସିକତା ସହ ଯୋଡ଼ି ଏକ ନାଟ୍ୟରୀତି ତିଆରି କରିବାକୁ କୁହାଗଲା ଥାର୍ଡ ଥିଏଟର। ତ ମିଥକୁ ନେଇ ନାଟକ ଲେଖାଗଲା। ପରମ୍ପରାର ସନ୍ତାନ ଉତ୍ସ। ଯୋଉ ମିଥ୍ ହେଉଛି ଆମର କ'ଣ ଲୋକ ଉପାଦାନ ପୁରାଣ କାହାଣୀ ଗୁଡ଼ା ନୁହଁ। ଏଗୁଡ଼ାକ ନା ଆମ ଯେଉଁ ପରମ୍ପରା କ'ଣ ଥିଲା ତାକୁ କେମିତି ସେଇ ଉତ୍ସଟିକୁ ସନ୍ଧାନ କରିକି ତାପରେ ପରବର୍ତ୍ତୀ ଯେଉଁ 1970 ପରବର୍ତ୍ତୀ ନାଟ୍ୟ ଧାରାରେ ଆମ ଯେଉଁ ପଶୁଛି ନୂଆ ନାଟ୍ୟ ଧାରା ଆସିକି ଯୋଡ଼ି ହେଉଛି ତାକୁ ମିଥକୁ ନେଇକି ଆମେ ନାଟକ ରଚନା କରାଗଲା। ପରମ୍ପରାର ଉଚ୍ଚ ସନ୍ଧାନର ନାଟକ ଏଇଟା ସବୁ ବୁଝିଲା। ଏହା ହେଲା ଯେଉଁ ଆମର ଇନର ମ୍ୟାନ୍ ୱିଦିନ୍ ମ୍ୟାନ୍ ପରେ ନାଟକ ଯେଉଁ ବୁଝା ପଡ଼ିଲାନି ତାପରେ ଆମର ପରମ୍ପରାର ଉଚ୍ଚ ସନ୍ଧାନ ନାଟକରେ ସୃଷ୍ଟି ହେଲା। ତ ଧୃତରାଷ୍ଟ୍ରର ଆଖି ରମେଶ ପାଣିଗ୍ରାହୀଙ୍କର, ପୁନଶ୍ଚ ପୃଥିବୀ ରତ୍ନାକର ଜୈନିଙ୍କର, ସ୍ୱର୍ଗାରୋହଣ ନୀଳାଦ୍ରି ଭୂଷଣଙ୍କର, କନ୍ୟା ଅର୍ଜୁନ ବୈଷ୍ଣବ ପାଣିଙ୍କର। ତ ପୁରାଣରେ କାଳଜୟୀ ସତ୍ୟକୁ ଠାବ କରିକି ନାଟ୍ୟକାର କ'ଣ କଲା ତାକୁ ନେଇକି ବର୍ତ୍ତମାନ ସହ ଏକ ସେତୁ ବାନ୍ଧିକି ନାଟକ ଲେଖାଗଲା। ଗୋଟେ ସେତୁ ବାନ୍ଧିଲା ମାନେ ଅତୀତ ବର୍ତ୍ତମାନ ସହିତ ଗୋଟେ ଖାଲି ଗୋଟେ ସେତୁ ବାନ୍ଧିଦେଲେ ହେବନି, ତା ସହିତ ସେତିକି ମଜବୁତ ହେବା ଦରକାର। ତ 1980 ବେଳକୁ ନାଟ୍ୟକାର ମାନେ ଉପଲବ୍ଧି କଲେ କି ନାଟକ କେବଳ ଦର୍ଶକର ମନୋରଞ୍ଜନ ପାଇଁ ପୁରାଣରେ କାଳଜୟୀ ସତ୍ୟକୁ ଠାବ କରି ନାଟ୍ୟକାର ତାକୁ ନେଇ ବର୍ତ୍ତମାନ ସହିତ ଏକ ସେତୁ ବନେଇ ସେ ନାଟକ ଲେଖିବ। ତ 1980 ବେଳକୁ ନାଟ୍ୟକାର ମାନେ ଉପଲବ୍ଧି କଲେ କି ନା ନାଟକ କେବଳ ଦର୍ଶକର ମନୋରଞ୍ଜନ ପାଇଁ ରଚିତ ହେବା ଦରକାର କି ଇଏ ହେଲେ ଦେଖ ଆମର ଆତ୍ମପରିଚିତିର ନାଟକ ନୁହଁଟା କାରଣ ଆମର ପରମ୍ପରାର ଉଷ୍ଣ ସନ୍ଧାନୀ ନାଟକ ଯେଉଁ ଆମର ମିଥକୁ ନେଇକି ନାଟକ ରଚନା କରାଗଲା ସେ ବି ଚାଲିଲା କେତେ ତାପରେ 1970ରୁ ସେ 80 ଏବେ ବି ଚାଲିଛି। କିନ୍ତୁ ତାପରେ 80 ପରେ ଗୋଟେ ସେମାନେ ଗୋଟେ ଚିନ୍ତା କଲେ ନା ନାଟକ କେବଳ କ'ଣ ଆମର ମାନେ ମନୋରଞ୍ଜନ ପାଇଁ ଲେଖାଯିବ। ମନୋରଞ୍ଜନ ପାଇଁ ତ ଅନେକ ଗୁଡ଼ିଏ ମାଧ୍ୟମ ଅଛି। ଆମେ ଅପେରା ଦେଖିବା ଗୋଟେ ସିନ୍ରେ 15 ଥର ଡ୍ରେସ୍ ଚେଞ୍ଜ ହେବ, ମର୍ଡ଼ର ହେବ, ରେପ୍ ହେବ, ନାଚ ଗୀତ କେତେ କ'ଣ ହେବ। ତାଳ ବେଳକୁ ଆମେ କେତେ ହଲିଉଡ଼ ମୁଭି ଆସୁଛି, ଟଲିଉଡ଼ ମୁଭି ଆସୁଛି, ବଲିଉଡ଼ କେତେ ମୁଭି ଆସୁଛି, ଅପେରା ଆସୁଛି, ଗୀତ ୟୁଟ୍ୟୁବ୍ ହେଲାଣି ଆମେ ସର୍ଚ୍ଚ କରିକି ଦେଖିବା। ତ ନାଟକ କ'ଣ ପାଇଁ? ନାଟକ ଗୋଟେ ମନୋରଞ୍ଜନ ମାଧ୍ୟମ ନୁହେଁ, ଖାଲି ଯେ ମନୋରଞ୍ଜନ ପାଇଁ ନାଟକ ଦେଖାବ ସେଟା ପାଇଁ ନୁହଁ। ତ ନାଟକ 1980 ବେଳକୁ କ'ଣ ହେଲା ନା ସମସ୍ତେ ଚିନ୍ତା କଲେ ଯେ ଏଇଟା ମନୋରଞ୍ଜନର ମାଧ୍ୟମ ନୁହଁ। ନାଟକ ମନୋରଞ୍ଜନର ମାଧ୍ୟମ ହେବ ନା ସମାଜର ପରିବର୍ତ୍ତନର ମାଧ୍ୟମ ହେବ। ତ 1900 ପରବର୍ତ୍ତୀ ନାଟକରେ ବ୍ୟଙ୍ଗ ଓ ସାଟାୟାର ଆଦି ଭର୍ତ୍ତି ହେଲା। ସମାଜକୁ ଉଚିତ ମାର୍ଗକୁ ଆଣିବା ପାଇଁ ସବୁ ବ୍ୟଙ୍ଗ କଲେ। ତ ସମାଜକୁ ସଠିକ ମାର୍ଗରେ ଚଳାଇବାର ପ୍ରୟାସ କରି ରଚନା କରାଯାଇଥିବା ନାଟକକୁ କୁହାଗଲା ଅଙ୍ଗୀକାର ବଦ୍ଧତାର ନାଟକ। ତ ବର୍ତ୍ତମାନ ଯେଉଁ 1980 ପରବର୍ତ୍ତୀ ନାଟକ ସବୁ ହେଉଛି ଆମର ଯେ ମିଥ୍ ଅଛି ୟା ଦେହରେ, ପୁରାଣ କଥା କୁହାହେଉଛି, ଆଧୁନିକ କଥା କୁହାହେଉଛି। ତାପରେ ହେଠୁ ବର୍ତ୍ତମାନ ନାଟକ ସବୁ ହେଉଛି ଗୋଟେ କରିଡରରେ ଗୋଟେ ନାଟକ ହେଇପାରିବ, ଗ୍ରୀନ୍ ରୁମ୍ରେ ଗୋଟେ ନାଟକ ହେଇପାରିବ। ଏ ଯେଉଁ ମୁକ୍ତଧାର ନାଟକ କ'ଣ କ'ଣ ଗୋଟେ ଜାଗା ନୁହଁ ଯେ ତା ପାଇଁ ଗୋଟେ ଥିଏଟର ଦରକାର ସେମିତି କିଛି ନୁହଁ। ରୋଡ଼ ସାଇଡ଼୍ରେ ଗୋଟେ ନାଟକ ହେଇପାରିବ। ଏଇ ନାଟକରେ କ'ଣ ରହିଲା ନା ମୁଖ୍ୟ ଭୂମିକା ହେଉଛି ଗୋଟେ ମେସେଜ୍ ଯିବ ସମାଜକୁ। ନାଟକ ହେବ ଗୋଟେ ମେସେଜ୍ରେ ବଞ୍ଚିବ ହେଲା କି ଗୋଟେ ସିକ୍ୱେନ୍ସ ତା'ର ଅଛି, ଗୋଟେ ମେସେଜ୍ ଆମ ସାହିତ୍ୟ ବଞ୍ଚିବ ଗୋଟେ ବାର୍ତ୍ତା ନେଇକି ବଞ୍ଚିବ। ନାଟକ ବଞ୍ଚିବ ଗୋଟେ ବାର୍ତ୍ତା ନେଇକି ବଞ୍ଚିବ। ବର୍ତ୍ତମାନ ଯେତେବେଳେ ନାଟକ ଲେଖା ହେଉଛି ସମାଜକୁ କେମିତି ଠିକ୍ ବାଟକୁ ଅଣାଯିବ ଯେ ନା ଏଇଟା ଭୁଲ ହେଉଛି, ୟାକୁ ଠିକ୍ ବାଟକୁ ଆଣିବା ପାଇଁ ଯେହେତୁ ନାଟକ ହେଉଛି ଗୋଟେ ଦୃଶ୍ୟ କାବ୍ୟ ସମାଜରେ କ'ଣ ଘଟୁଛି ସେଟା ଯାଇକି ଇଏ ହେବ। ବର୍ତ୍ତମାନ ସମାଜରେ କ'ଣ ଘଟୁଛି ନା ସମାଜ ବର୍ତ୍ତମାନ ଠିକ୍ ଚାଲୁନି। ନାଟକମାନେ କହିବେ ଯେ ବର୍ତ୍ତମାନ ସମାଜ କିଛି ଠିକ୍ ଚାଲୁନାହିଁ, ତାକୁ ଠିକ୍ କରିବ, ଏଇଭଳିଆ ଭାବରେ ଠିକ୍ କରାଯିବ ହେଲା। ତ ସମାଜକୁ ଠିକ୍ ମାର୍ଗରେ ଚଳାଇବା ପାଇଁ ପ୍ରୟାସ କରି ରଚନା କରାଯାଉଥିବା ନାଟକକୁ କୁହାଗଲା ଅଙ୍ଗୀକାର ବଦ୍ଧତାର ନାଟକ। ତ ଏଇଭଳି ନାଟ୍ୟକାର ମାନେ ବର୍ତ୍ତମାନ ଆପଣ ଯେଉଁମାନେ ବର୍ତ୍ତମାନ ସାମ୍ପ୍ରତିକ ନାଟକକାର ମାନେ ହେଉଛନ୍ତି ଏଇଭଳି ନାଟକକାର। ତ ରତି ମିଶ୍ର ହୁଅନ୍ତୁ, ପ୍ରମୋଦ ତ୍ରିପାଠୀ ହୁଅନ୍ତୁ, ଶଙ୍କର ତ୍ରିପାଠୀ ହୁଅନ୍ତୁ, ସୁବୋଧ ପଟ୍ଟନାୟକ ହୁଅନ୍ତୁ। ତ ନାଟକ ଗୋଟିଏ ବାର୍ତ୍ତା ଦେବ। କ'ଣ ନା ନାଟକ ବଞ୍ଚିବ ଗୋଟିଏ ବାର୍ତ୍ତା ନେଇକି ବଞ୍ଚିବ। ଦେଖ ଏଇ ଥିଲା ଆମ ଓଡ଼ିଆ ନାଟ୍ୟ ସାହିତ୍ୟର ବିକାଶ ଧାରା। ଆପଣମାନେ ଭଲସେ ରିଭିଜନ୍ କରନ୍ତୁ ଯେ ପ୍ରଥମ ପର୍ଯ୍ୟାୟ ମୁଁ ଭାଗ କରିଥିଲି ନା ଆତ୍ମପରିଚିତିର ପ୍ରତିଷ୍ଠା ନିମନ୍ତେ ନାଟକ। ତା ଭିତରେ କ'ଣ ସମାଜ ସଂସ୍କାର ପୌରାଣିକ ସବୁ ଯାଉଛି। ତାପରେ ହେଉଛି ବାସ୍ତବବାଦୀ ନାଟ୍ୟଧାରା ନାଟକ। ତାପରେ ହେଉଛି ଅନ୍ତର୍ମନର ନାଟକ।
ତାପରେ ହେଉଛି ମିଥ୍କୁ ନେଇ ରଚିତ ହୋଇଥିବା ନାଟକ, 5 ନମ୍ବର ହେଉଛି ଅଙ୍ଗୀକାର ହୋଇଥିବା ନାଟକ। ଆଶା କରୁଛି ଭିଡ଼ିଓଟି ଆପଣ ସମସ୍ତେ ଶେଷ ପର୍ଯ୍ୟନ୍ତ ଦେଖିଥିବେ ଆଉ ଭିଡ଼ିଓଟି ଭଲ ଲାଗିଥିବ। ନାଟକ ଓଡ଼ିଆ ନାଟକର କେମିତି ବିକାଶଧାରା ହେଇଛି ଏଇଟା ଫାଷ୍ଟ ବୁଝିପାରିଲେ ନାହିଁ, କମେଣ୍ଟ ବକ୍ସରେ ନିହାତି ଜଣାଇବେ। ତ କମେଣ୍ଟ ବକ୍ସରେ ଜଣାଇବେ। ରହିଲି, ନମସ୍କାର।